ଇରାନ କୁ ଚେତାବନୀ ଦେଲା ଆମେରିକା, ଶାନ୍ତି ଚୁକ୍ତି ନହେଲେ ପୁଣି ଯୁଦ୍ଧ ହେବ। ହରମୁଜ ପାଇଁ ବଳ କଷାକଷି, ଭୀଷଣ ହୋଇପାରେ ତେଲ ଓ ଗ୍ୟାସ ସଙ୍କଟ। ଆମେରିକାର ସର୍ତ୍ତ ମାନିବାକୁ ମନା କଲା ଇରାନ। କାହା ଜାହାଜ ଛାଡ଼ିବୁନି ଆମେରିକା। ଇରାନ କହିଲା, ଆମ ଅନୁମତି ବିନା ଜାହାଜ ଚାଲିଲେ ତତ୍କ୍ଷଣାତ୍ ଆକ୍ରମଣ କରିବୁ। 21 ଘଣ୍ଟାର ମାରାଥନ ଆଲୋଚନା ବିଫଳ। ଇରାନ ସହ ଶାନ୍ତି ଚୁକ୍ତି ନେଇ ଆମେରିକା ଆଶାବାଦୀ। ଇସଲାମାବାଦରେ ହୋଇପାରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା। ଏସବୁ ବିଷୟରେ ଆଲୋଚନା କରିବା। ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, କମେଣ୍ଟ କରିବେ, ନୂଆ ଆସିଥିଲେ ବେଲ୍ ଆଇକନ୍ଟିକୁ ବଜାଇ ଦେବେ। ଆସନ୍ତୁ ଜାଣିବା, ଇରାନକୁ ଚେତାବନୀ ଦେଲା ଆମେରିକା, ଶାନ୍ତି ଚୁକ୍ତି ନହେଲେ ପୁଣି ଯୁଦ୍ଧ ହେବ। ଆମେରିକା ଆଜି ଇରାନକୁ ଧମକ ଦେଇ କହିଛି ଯେ ଯଦି ଶାନ୍ତି ଚୁକ୍ତି ପ୍ରତ୍ୟାଖ୍ୟାନ ହୁଏ ତେବେ ଆମେ ପୁନର୍ବାର ଯୁଦ୍ଧ ଆରମ୍ଭ କରିବୁ। ଆମେରିକା ପ୍ରତିରକ୍ଷା ସଚିବ ପିଟ୍ ହେଗ୍ସାଥ୍ ଇରାନକୁ ଏକ ବାର୍ତ୍ତାରେ କହିଛନ୍ତି, ଆମେ ଆପଣଙ୍କ ଉପରେ ନଜର ରଖିଛୁ। ଆମେରିକା ଯେତେ ଦିନ ଆବଶ୍ୟକ ହେବ ଇରାନ ବନ୍ଦର ଓ ହରମୁଜ ଅବରୋଧ କରିବ। ଯଦି ତେହରାନ ଚୁକ୍ତି ନ କଲେ ତେବେ ପୁନର୍ବାର ଭୀଷଣ ଆକ୍ରମଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଯଦି ତେହରାନ ଚୁକ୍ତି ନ କରେ ତେବେ ପୁନର୍ବାର ଭୀଷଣ ଆକ୍ରମଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ପେଣ୍ଟାଗନ ସାମ୍ବାଦିକ ସମ୍ମିଳନୀରେ ହାରିସ୍ ଯଦି ଇରାନ ଭୁଲ ନିଷ୍ପତ୍ତି ନିଏ ତେବେ ଏହାର ଭିତ୍ତିଭୂମି, ବିଦ୍ୟୁତ୍ ଓ ଶକ୍ତି କ୍ଷେତ୍ର ଉପରେ ବୋମା ବର୍ଷା କରାଯିବ। ଆମେରିକାର ଜଣେ ସାମରିକ ଅଧିକାରୀ ଜେନେରାଲ କେନ୍ କହିଛନ୍ତି, ଇରାନର ବନ୍ଦରରେ ପ୍ରବେଶ କରୁଥିବା କିମ୍ବା ବାହାରକୁ ଯାଉଥିବା ସମସ୍ତ ଜାହାଜ ଉପରେ ଏହି ଅବରୋଧ ଲାଗୁ ହେବ। ଆମେରିକାର ଅବରୋଧ ଯୋଗୁଁ ବର୍ତ୍ତମାନ ସୁଦ୍ଧା 13ଟି ଜାହାଜ ହରମୁଜରୁ ସେମାନଙ୍କୁ ମୂଳ ସ୍ଥାନକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। ଇରାନ ସହ ଶାନ୍ତି ଚୁକ୍ତି ନେଇ ଆମେରିକା ଆଶାବାଦୀ। ମଧ୍ୟପ୍ରାଚ୍ୟ ସଂକଟର ସମାଧାନ ନେଇ ଅନିଶ୍ଚିତତା ଲାଗି ରହିଛି। ଇସଲାମାବାଦ ଆଲୋଚନା ବିଫଳ ହେବା ପରେ ହରମୁଜ ପ୍ରଣାଳୀ ଉପରେ ଅବରୋଧ ଲାଗୁ କରାଯାଇଛି, ଯାହା ବିଶ୍ୱ ବାଣିଜ୍ୟକୁ ଘୋର ଚାପରେ ରଖିଛି। ତଥାପି ଆମେରିକା ସକାରାତ୍ମକ ମନୋଭାବ ଆଶା ଜାଗ୍ରତ କରିଛି। ଆମେରିକାର ଅଧିକାରୀମାନେ କହିଛନ୍ତି ଯେ ଆମେରିକା ପାକିସ୍ତାନର ଇରାନ ସହିତ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ନିମନ୍ତେ ବିଚାର କରୁଛି ଏବଂ ଏକ ଚୁକ୍ତିରେ ପହଞ୍ଚିବାକୁ ଆଶାବାଦୀ ଅଛି। ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, କମେଣ୍ଟ କରିବେ, ନୂଆ ଆସିଥିଲେ ବେଲ୍ ଆଇକନ୍ଟିକୁ ବଜାଇ ଦେବେ। ସେପଟେ ଇରାନ ମଧ୍ୟ ଆମେରିକାକୁ ଧମକ ଦେଇ କହିଛି ଯେ ଏହାର ବନ୍ଦର ଉପରେ ନୌସେନା ଅବରୋଧ ନ ଉଠାଇବା ପର୍ଯ୍ୟନ୍ତ ଲୋହିତ ସାଗର ଦେଇ ଯାଉଥିବା ବାଣିଜ୍ୟ ପୁରା ବନ୍ଦ କରିଦେବ। ଇସଲାମାବାଦରେ ଗତ ସପ୍ତାହରେ ହୋଇଥିବା ବିଫଳ ଆଲୋଚନା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ସପ୍ତାହରେ ଆଲୋଚନା ଆରମ୍ଭ ହୋଇପାରେ ବୋଲି ସୂଚନା ପରେ ୱାଶିଂଟନର ଏକ ନୂତନ ବାର୍ତ୍ତା ନେଇ ଏକ ପାକିସ୍ତାନୀ ପ୍ରତିନିଧି ଦଳ ତେହରାନରେ ପହଞ୍ଚିଥିଲେ। ପାକିସ୍ତାନର ରାଜଧାନୀରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ହେବାର ସମ୍ଭାବନା ରହିଛି। ହରମୁଜ ପାଇଁ ବଳ କଷାକଷି, ଭୀଷଣ ହୋଇପାରେ ତୈଳ ସଙ୍କଟ। ଆମେରିକାର ସର୍ତ୍ତ ମାନିବାକୁ ମନା କଲା ଇରାନ। ଆମେରିକାର କଠୋର ସର୍ତ୍ତ କଦାପି ଗ୍ରହଣୀୟ ନୁହେଁ। ଇରାନର ରାଷ୍ଟ୍ରପତି ଆମେରିକା କହିଲା, କାହା ଜାହାଜ ଛାଡ଼ିବୁନି, ଆସିଲେ ଉଡ଼ାଇ ଦେବୁ। ଆସିପାରିବନି ତେଲ ଓ ଗ୍ୟାସ। ଆମ ଅନୁମତି ବିନା ଜାହାଜ ଚାଲିଲେ ତତ୍କ୍ଷଣାତ୍ ଆକ୍ରମଣ କରିବୁ, ଇରାନ କହିଲା। ଜୟ ଜଗନ୍ନାଥ।